ସେ ସାର୍ ବର୍ଷାଟା ଓଡିଶାରେ କେତେଟା ଜିଲ୍ଲାକୁ ଏହାର ପ୍ରଭାବ ବେଶୀ ପକେଇବ ମାନେ ବେଶୀ ବର୍ଷା ହବ ବୋଲି ଆପଣ ଅନୁମାନ କରୁଛନ୍ତି? ଆପଣଙ୍କର ତ ଯୋଉ ରେଡ୍ ଆଲର୍ଟ ଯୋଉ ଜିଲ୍ଲା ଦିଆହେଇଛି ଯେମିତି ଆମର ନମସ୍କାର ୱେଲକମ୍ ଟୁ ଓଡ଼ିଶା ଏକ୍ସକ୍ଲୁସିଭ। ଦର୍ଶକ ବନ୍ଧୁ, ବାତ୍ୟାର ପ୍ରଭାବ ବର୍ତ୍ତମାନ କେମିତି ଅଛି? ଭୁବନେଶ୍ୱରରେ ଯେତେବେଳେ ସମସ୍ତେ ଅନୁଭବ କରୁଛନ୍ତି ଯେ ବର୍ଷା ପବନ ଅଳ୍ପ ଅଳ୍ପ ଝିପଝିପ ବର୍ଷା ହଉଛି ଏବଂ ପାଗ ହଠାତ୍ କି ପରିବର୍ତ୍ତନ ହେଇଛି, ତା ସାଙ୍ଗରେ ଆମେ ଆଜି ଜାଣିବା ଯେ ପାଣିପାଗର ଅବସ୍ଥା କେମିତି ଅଛନ୍ତି। ମୋ ସାଙ୍ଗରେ ଅଛନ୍ତି ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ। ସାର୍, ମୁଁ ଜାଣିବାକୁ ଚାହୁଁଛି ଯେ ବର୍ତ୍ତମାନ ଯେତେବେଳେ ଆପଣ ସମସ୍ତେ ଦେଖୁଛନ୍ତି ଯେ ପ୍ରଭାବ ବାତ୍ୟା ମୁନ୍ଥାର ପ୍ରଭାବ ପଡିଛି, ତ ଭୁବନେଶ୍ୱରରେ ଟିକେ ଖରା ପାଗ ଥିଲା, ହଠାତ୍ କି ମେଘ ମଧ୍ୟ ଦେଖଉଛି ଆଉ ଖରା ବର୍ଷାର ଲୁଚଖଳି ଖାଳ ଭିତରେ ହଠାତ୍ ବର୍ଷା ବି ହେଇଛି। ତ ଆପଣଙ୍କୁ କଣ ଅନୁଭବ ହଉଛି, ଏହାର ପ୍ରଭାବ କେମିତି ରହିବ? ନମସ୍କାର। ବର୍ତ୍ତମାନ ଆପଣଙ୍କର ଯୋଉ ପ୍ରଭାବ ଆପଣ ଦେଖୁଛନ୍ତି ଭୁବନେଶ୍ୱର କି ପୁରୀ ପାଖାପାଖି ଅଞ୍ଚଳରେ ସେ ତାର ଯୋଉ ବାହ୍ୟ ଯୋଉ ମଣ୍ଡଳ ଅଛି ବାଦଲର, ଆଜ୍ଞା। ଯେହେତୁ ସେ ବର୍ତ୍ତମାନ ସ୍ଥଳଭାଗ ପାଖାପାଖି ହେଲାଣି 450 କିଲୋମିଟର ଦକ୍ଷିଣ ପୂର୍ବରେ ରହୁଛି କାକିନାଡାରୁ। ହୁଁ। ତେଣୁ ସେ ତାର ଯୋଉ ବାହ୍ୟମଣ୍ଡଳରେ କିଛିଟା ବାଦଲ ଅଛନ୍ତି, ଯୋଉ ସିଷ୍ଟମଟା ଜେନେରାଲି କଣ କି ଗୋଟେ ଘୂର୍ଣ୍ଣାୟମାନ ସିଷ୍ଟମ। ଆଜ୍ଞା। ତେଣୁ ସିଏ ବାଦଲ ଯେତେବେଳେ ଟିକେ ମେଘ ଥିବା ବାଦଲ ଆସି ଯାଉଛି, ଆପଣ ଟିକେ ଦେଖି ଦଉଛନ୍ତି ବର୍ଷା କି ଟିକେ ଅଧିକା ବର୍ଷା, ଝିପଝିପ ବର୍ଷା। କିନ୍ତୁ ଆମର ଯୋଉ ଦକ୍ଷିଣ ଜିଲ୍ଲା ମାନେ ଅଛନ୍ତି, ଯେମିତି ଆମର ଗଞ୍ଜାମ, ଗଜପତି, ମତେ ଲାଗୁଛି ଏବେଠୁ ଧୀରେ ଧୀରେ ଅଧିକା ବର୍ଷା ପାଇବା ଆରମ୍ଭ କରିବେ। ଆଉ ଉପକୂଳବର୍ତ୍ତୀ ଯୋଉ ଜିଲ୍ଲା ମାନେ ମତେ ଲାଗୁଛି ଟିକେ ଲେଟ୍ ସନ୍ଧ୍ୟା ପରେ ପରେ ବର୍ଷା ଆରମ୍ଭ ହବ। ଆଉ ସେ ବର୍ଷାଟା ତ୍ୱରାନ୍ୱିତ ହବ। କାଲି ଦିନ ସାରା ବର୍ଷାର ସମ୍ଭାବନା ରହୁଛି। ଆଉ ସିଷ୍ଟମର ଲ୍ୟାଣ୍ଡଫଲ୍ କାଲି ସନ୍ଧ୍ୟା ରାତି ସୁଦ୍ଧା ହବାର ଅଛି। ତେଣୁ ବର୍ତ୍ତମାନ ଆମେ ଗୋଟେ ସିଷ୍ଟମର ଯୋଉ ପିକ୍ ଫେଜ୍ ଆଡକୁ ଅଗ୍ରସର କରୁଛୁ। ଆଉ ବର୍ତ୍ତମାନ ସିଷ୍ଟମ ସଂଗଠିତ ବି ଟିକେ ହଉଛି। ବାତ୍ୟା ଥିଲା, ବର୍ତ୍ତମାନ ଭୀଷଣ ବାତ୍ୟା ହବାକୁ ଯାଉଛି। କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟା ହେଇପାରେ। ତେଣୁ ବର୍ତ୍ତମାନ ଆମେ ପ୍ରାରମ୍ଭିକ ପ୍ରଭାବ ପାଉଛୁ। ରାତିରେ ମତେ ଲାଗୁଛି ଧୀରେ ଧୀରେ ପ୍ରଭାବଟା ତ୍ୱରାନ୍ୱିତ ହବ। କିନ୍ତୁ ଦକ୍ଷିଣ ଜିଲ୍ଲା ମାନେ ମତେ ଲାଗୁଛି ଆପଣ ଅନୁଭବ କରୁଛନ୍ତି କି ରାତିରେ ଯୋଉ ବର୍ଷା ହବାର ଆଶଙ୍କା ରହିଛି କି, ଯେମିତି ଭୁବନେଶ୍ୱର, କଟକ ଏଇ ପାଖାପାଖି ରାତିରେ ହବାର କିଛି ଆଶଙ୍କା ଅଛି କି? ଆଜ୍ଞା ମତେ ଲାଗୁଛି ବର୍ତ୍ତମାନ ସନ୍ଧ୍ୟା ପରେ ପରେ ଆମର ଯୋଉ ଦକ୍ଷିଣ ଜିଲ୍ଲା ମାନେ ବର୍ଷା ପାଇବାକୁ ବର୍ତ୍ତମାନ ମତେ ଲାଗୁଛି ଆରମ୍ଭ କରିବେ। ସକାଳେ ବି ବର୍ଷା ପାଇଛନ୍ତି, କିନ୍ତୁ ଟିକେ ବର୍ଷାଟା ବର୍ତ୍ତମାନ ତ୍ୱରାନ୍ୱିତ ହବାକୁ ଆରମ୍ଭ କରିବ। ମତେ ଲାଗୁଛି ଲେଟ୍ ସନ୍ଧ୍ୟା ମାନେ 7ଟା, 7:30 କି 8ଟା ପରେ ପରେ ଆମର ଯୋଉ ଉପକୂଳବର୍ତ୍ତୀ ଜିଲ୍ଲା ଅଛନ୍ତି, ପୁରୀରୁ ନେଇକି ଚାଲନ୍ତୁ ଆପଣ ଜଗତସିଂହପୁର, ଭଦ୍ରକ ପର୍ଯ୍ୟନ୍ତ ନେଇକି ଚାଲନ୍ତୁ, ଧୀରେ ଧୀରେ ସେମାନେ ବି ଉପକୂଳବର୍ତ୍ତୀ ଜିଲ୍ଲା ମାନେ ବର୍ଷା ପାଇବାକୁ ଆରମ୍ଭ ହବ। ଆଉ ସେ ବର୍ଷାଟା ଓଡିଶାରେ କେତେଟା ଜିଲ୍ଲାକୁ ଏହାର ପ୍ରଭାବ ବେଶୀ ପକେଇବ, ମାନେ ବେଶୀ ବର୍ଷା ହବ ବୋଲି ଆପଣ ଅନୁମାନ କରୁଛନ୍ତି? ନା, ଆପଣଙ୍କର ତ ଯୋଉ ରେଡ୍ ଆଲର୍ଟ ଯୋଉ ଜିଲ୍ଲା ଦିଆହେଇଛି, ଯେମିତି ଆମର ଗଞ୍ଜାମ ଗଜପତି ବହୁତ ବର୍ଷା ପାଇବାର ସମ୍ଭାବନା ରହୁଛି। ଗଞ୍ଜାମ, ଗଜପତି, ତାପରେ ରାୟଗଡା, ଆମର ମାଲକାନଗିରି, କୋରାପୁଟ, ତାପରେ ତାଙ୍କ ପାର୍ଶ୍ୱବର୍ତ୍ତୀ ଡିଷ୍ଟ୍ରିକ୍ଟରେ ଆମର ଆସିଲା କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଏଇ ଜିଲ୍ଲା ଗୁଡା ଦକ୍ଷିଣ ରିଲେଟେଡ ଜିଲ୍ଲା ହେଲା। ବର୍ତ୍ତମାନ ଉପକୂଳବର୍ତ୍ତୀ ଜିଲ୍ଲା ମାନେ ଆପଣ ନେଇକି ଚାଲନ୍ତୁ ପୁରୀ, ଆମର ବାଲେଶ୍ୱର, ତାପରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ପୁରା ଆପଣ ବେଲ୍ଟଟା ନେଇକି ଚାଲନ୍ତୁ ଗଞ୍ଜାମରୁ ବାଲେଶ୍ୱର। ତେଣୁ ସେଇ ବେଲ୍ଟଟା ରହୁଛି ଆପଣଙ୍କର ଫାର୍ଷ୍ଟ ଲାଇନ୍ ଅଫ୍ ଡିଷ୍ଟ୍ରିକ୍ଟ। ଆପଣ ଯଦି ବର୍ଷାର ମାତ୍ରା ଦେଖିବେ, ଅବଭିୟସଲି ଯୋଉ ଗଞ୍ଜାମରୁ ଯୋଉ ଆମର ମାଲକାନଗିରି ରହୁଛି, ସେଠି ଟିକେ ଅଧିକା ବର୍ଷା ରହିବ, କାରଣ ସିଷ୍ଟମଟା ସେଇ ରାସ୍ତାରେ ଦେଇକି ପାସ୍ କରିବ। ଆଉ ସେକେଣ୍ଡ ଇମ୍ପାକ୍ଟଟା ଆମର ପୁରୀରୁ ବାଲେଶ୍ୱର ଜିଲ୍ଲା ମାନଙ୍କର ରହୁଛି ବର୍ଷା ପାଇବା ପାଇଁ। କିନ୍ତୁ ଯୋଉ ମାତ୍ରାଟା ମତେ ଲାଗୁଛି ଗଞ୍ଜାମ ପରେ ପରେ ଯୋଉ ଜିଲ୍ଲା ଆସୁଛନ୍ତି, ଯେମିତି ପୁରୀ ଆସିଲା, ଆଉ ତାଙ୍କର ପାର୍ଶ୍ୱବର୍ତ୍ତୀ ଜିଲ୍ଲା ନୟାଗଡ଼, ଖୋର୍ଦ୍ଧା, ଯାଜପୁର, ତାପରେ ଆମର କେଉଁଝର, ମୟୂରଭଞ୍ଜ, ଏମାନଙ୍କର ଯୋଉ ମାତ୍ରାଟା ଟିକେ କମ୍ ରହିବ। ଦକ୍ଷିଣ ଜିଲ୍ଲାରେ ବେଶୀ ବର୍ଷା ରହିବ। କିନ୍ତୁ ଆଜି ରାତିରେ ମତେ ଲାଗୁଛି 7ଟା 8ଟା ପରେ ଯେତେବେଳେ ସିଷ୍ଟମ ଟିକେ ଆଗକୁ ବଢିବ, ସେ ବାହ୍ୟ ବଳୟ ବର୍ତ୍ତମାନ ଧୀରେ ଧୀରେ କୋର ଏରିଆକୁ ଏଣ୍ଟର କରିବ। ତେଣୁ ବର୍ଷାଟା ଟିକେ ତ୍ୱରାନ୍ୱିତ ରହିବ ଆଉ ଟିକେ କଣ୍ଟିନ୍ୟୁଅସ୍ ରହିବାର ମତେ ଲାଗୁଛି। ଏଇ ଯୋଉ ପାଗ ଯୋଉ ପରିବର୍ତ୍ତନ ବର୍ତ୍ତମାନ ହବ କିମ୍ବା ନର୍ମାଲ ସିଚୁଏସନ କୁ ଆସିବ ଭୁବନେଶ୍ୱର, କଟକ ଏ ସବୁ ଜାଗାରେ, ସେଟା ଆଜିକାଲି ଭିତରେ ହବାର ଆଶଙ୍କା ନାହିଁ, ମାନେ ଆଜିକାଲି ହବାର ଚାନ୍ସ ନାହିଁ। ନା, ଆଜି ତ ଆପଣ ପ୍ରାରମ୍ଭିକ ଇମ୍ପାକ୍ଟ ପାଉଛନ୍ତି। ଆପଣ ମେଜର ଇମ୍ପାକ୍ଟ ଏପର୍ଯ୍ୟନ୍ତ ପାଇନାହାନ୍ତି, ଆପଣ ପ୍ରାରମ୍ଭିକ ଇମ୍ପାକ୍ଟ ପାଉଛନ୍ତି। ଆଉ ଧୀରେ ଧୀରେ ସେ ଇମ୍ପାକ୍ଟଟା ବଢିବ।
ଆଉ ସେ ଇମ୍ପାକ୍ଟଟା କାଲି ଆପଣଙ୍କୁ ଟିକେ ଅଧିକା ଇମ୍ପାକ୍ଟ ରହିବ। ଆଉ କାଲି ପୁଣି ଯେତେବେଳେ ସେ ସ୍ଥଳଭାଗ ଛୁଉଁଥିବ ଏଇ ସମୟରେ, ସନ୍ଧ୍ୟା ସମୟରେ କି ରାତି ସମୟରେ, ସେତେବେଳେ ମାତ୍ରାଟା ଅଧିକା ରହିବ। 29 ତାରିଖ ଚାଲିଗଲେ ଆପଣଙ୍କର ପିକ୍ ଫେଜ୍ ସକାଳ 29 ତାରିଖ ସକାଳ ହେଇଗଲେ ପିକ୍ ଫେଜ୍ କମିଯିବ। କିନ୍ତୁ ତାପରେ ବି ବର୍ଷା ମାତ୍ରା ରହିବ, କିନ୍ତୁ ବର୍ଷା ମାତ୍ରା ବହୁତ ରୂପେ କମିଯିବ। ମତେ ଲାଗୁଛି 30 ତାରିଖ ବେଳକୁ ଆମର ଉପକୂଳବର୍ତ୍ତୀ ଜିଲ୍ଲା ମାନେ ଯୋଉ ବାଦଲ କଣ୍ଡିସନ ଧୀରେ ଧୀରେ ହଟିବା ଆରମ୍ଭ କରିବେ। ଆଜ୍ଞା ଆଉ ତାପରେ ସିଚୁଏସନ ନର୍ମାଲ ହେଇଯିବ। ସିଚୁଏସନ ବହୁତ ବହୁତ ଧନ୍ୟବାଦ ସାର୍।